ଯାତ୍ରା ମାଲିକଙ୍କ ମନମାନି ବିରୋଧରେ ଯାତ୍ରା କମିଟିଙ୍କ ବୈଠକ। ଓଡ଼ିଆଙ୍କ ମନୋରଞ୍ଜନର ଅନ୍ୟତମ ମାଧ୍ୟମ ଯାତ୍ରା ଏବେ ଦର୍ଶକମାନଙ୍କଠାରୁ ଦୂରେଇ ଯାଉଛି। ଯାତ୍ରାରେ ନଗ୍ନତା, କାହାଣୀର ଅଭାବ ଏବଂ ଯାତ୍ରା ଟିକେଟର ଅହେତୁକ ମୂଲ୍ୟବୃଦ୍ଧି ଯୋଗୁଁ ଏହି କଳାର ଦର୍ଶକୀୟ ଆଦୃତି କମିବାରେ ଲାଗିଛି। ଅନ୍ୟପକ୍ଷରେ ଯାତ୍ରା କରାଉଥିବା ଅନୁଷ୍ଠାନ ବା କମିଟି ସବୁ ଯାତ୍ରା ଅନୁଷ୍ଠାନଗୁଡ଼ିକର ମନମାନି ଯୋଗୁଁ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏସବୁଗୁଡ଼ିକ ମଧ୍ୟରେ ସମନ୍ୱୟ ଏବଂ ସମାଧାନ ପାଇଁ ବ୍ଲକ ଏବଂ ଜିଲ୍ଲାସ୍ତରୀୟ ଯାତ୍ରା କମିଟି ସଂଘ ଗଠନ କରାଯାଇ ଦର୍ଶକଙ୍କୁ ଯାତ୍ରା ମୁହାଁ କରାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଆଜି ଆଠଗଡ଼ ଉତ୍ତରାଚଣ୍ଡୀ ମନ୍ଦିର ପରିସରରେ ଏକ ବୈଠକରେ ଏକ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିବା ଜଣାପଡ଼ିଛି। କଟକ ଜିଲ୍ଲା ଯାତ୍ରା କମିଟି ସଂଘର ସଭାପତି ରୁଦ୍ରଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆଠଗଡ଼ ବ୍ଲକର ବିଭିନ୍ନ ଯାତ୍ରା କମିଟି ସହିତ ତିଗିରିଆ, କେନ୍ଦ୍ରାପଡ଼ା, ସାଲେପୁର ଏବଂ ଜଗତସିଂହପୁରର ବିଭିନ୍ନ ଯାତ୍ରା କମିଟିର କର୍ମକର୍ତ୍ତାମାନେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଆଠଗଡ଼ ବ୍ଲକ ଯାତ୍ରା କମିଟି ସଂଘର ସଭାପତି ଓ ସମ୍ପାଦକ ମନୋନୀତ କରାଯାଇ ନିକଟସ୍ଥ ତିଗିରିଆ, ବଡ଼ମ୍ବା, ନରସିଂହପୁର, ଢେଙ୍କାନାଳ ସଦର, ବାଙ୍କୀ ବ୍ଲକର ବିଭିନ୍ନ ଯାତ୍ରା କମିଟିମାନଙ୍କ ସହିତ ଯୋଗାଯୋଗ କରାଯାଇ ସଂଘ ସହିତ ଯୋଡ଼ିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ସମ୍ପାଦକ, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଓ ଆଠଗଡ଼ ଯାତ୍ରା କମିଟିର ମୁଖ୍ୟମାନେ ପ୍ରମୁଖ ଉପସ୍ଥିତ ରହି ସଭାକୁ ସଫଳ କରିଥିଲେ। କାର୍ଯ୍ୟକ୍ରମ ଥିଲା କଟକ ଜିଲ୍ଲାର ଆଠଗଡ଼ ବ୍ଲକରେ 3-4ଟି ବ୍ଲକକୁ ନେଇ ଆଜି ଗୋटे ବୈଠକ ଅନୁଷ୍ଠିତ ହେଲା। ଏଥିରେ ମୁଖ୍ୟତଃ ଆଲୋଚନା ହେଲା ଆଗାମୀ ଦିନରେ ଯାତ୍ରାକୁ ସାର୍ବଜନୀନ କଲା ପରି ସବୁ ସ୍ତରର ଲୋକମାନେ କେମିତି ଯାତ୍ରା ଦେଖିପାରିବେ। ଟିକେଟର ମୂଲ୍ୟ 100 ଟଙ୍କା, 150 ଟଙ୍କା, 200 ଟଙ୍କା ରହିବ ଏବଂ ସମସ୍ତେ ସାଧାରଣ ଲୋକ ଯାତ୍ରା ଦେଖିପାରିବେ। ଏପାଇଁ ଗୋଟିଏ ଆଜି ବୈଠକ ଡକା ହେଲା। ଏ ବୈଠକରେ ନିଷ୍ପତ୍ତି ହେଲା ଏବଂ ତାଙ୍କର ପ୍ରତି ବ୍ଲକର ଯେଉଁ କର୍ମକର୍ତ୍ତା ଚୟନ କରାଗଲା। ଏହି ହେଉଛି ଆମର ରାଜ୍ୟ କାର୍ଯ୍ୟକ୍ରମ ଥିଲା। ସମୟ ଆଜ୍ଞା ବଦଳି ଯାଇଛି, ପୁଣି ସେ ସମୟ ଫେରି ଆସିବ। ପୁଣି ଦିନେ ନଗ୍ନତା ଦୂର ହୋଇଯିବ। ପୁଣି ଯାତ୍ରାକୁ ଲୋକ ଯେମିତି ପରିବାର ନେଇ ଦେଖୁଥିଲେ ସେ ଦେଖିବା ପାଇଁ ଜିଲ୍ଲା ସଂଘ ସବୁବେଳେ ଉଦ୍ୟମ କରିବ। ଆଗରୁ ଗୋଟେ କଥା ଉଠୁନଥିଲା, ଏବେ ଅଶ୍ଳୀଳତା ବୃଦ୍ଧି ପାଇଛି। ଅଭିଯୋଗ ହେଉଛି ଯେ ଯାତ୍ରା କମିଟିର ଡିମାଣ୍ଡ ଅନୁସାରେ ଅଶ୍ଳୀଳତା ବୃଦ୍ଧି। ସମୟ ଥିଲା ଆଜ୍ଞା ଗୋଟେ ଯାତ୍ରା ପାର୍ଟିରେ ଦୁଇଟା ଗୋଟେ ବହି ହିଟ୍ ହେଲେ ଯାତ୍ରା କମିଟି ଲାଭ କରୁଥିଲା, ଯାତ୍ରା ମାଲିକମାନେ ଲାଭ କରୁଥିଲେ। ନାଟ୍ୟକାରଙ୍କ ସଂଖ୍ୟା କମିଗଲା। ମାଲିକମାନେ ନାଟ୍ୟକାରମାନଙ୍କୁ ଉଚିତ ମୂଲ୍ୟ ଦେଲେ ନାହିଁ, ଯାହାଫଳରେ ନାଟକ ଲେଖିବା ପାଇଁ ସେ ବଞ୍ଚିତ ହେଲେ। ଯେଉଁ କେତେଜଣ ହାତଗଣତି ନାଟ୍ୟକାର ରହିଲେ ସେମାନେ କପି ପେଷ୍ଟ କରି ନାଟକ ପରିବେଷଣ କରିବାରୁ ଆଜି ଯାତ୍ରାର ଅବସ୍ଥା ଏମିତି ହେଇଛି। ଆଜିର ପ୍ରଚାର ପ୍ରସାର ପାଇଁ ଆପଣମାନେ ହେଉଛନ୍ତି କର୍ଣ୍ଣଧାର। ଆପଣମାନେ ଯାହା ଆଜି ଲୋକମାନଙ୍କ ଲୋଚନକୁ ଆଣିବେ ତାହା ହେଉଛି ସତ୍ୟ। ଶ୍ରୀ ରୁଦ୍ରଚରଣ ମହାନ୍ତି, କଟକ ଜିଲ୍ଲା ଯାତ୍ରା କମିଟିର ସଭାପତି। ଆଜିର କାର୍ଯ୍ୟକ୍ରମ ଥିଲା ଆମର କଟକ ଜିଲ୍ଲା ଯାତ୍ରା କମିଟି ସଂଘ ଗଢ଼ା ସରିଛି। ଆଜି ଆମେ ପ୍ରଥମ ପର୍ଯ୍ୟାୟରେ ଆଠଗଡ଼